ଶୁଣନ୍ତୁ ଆଜିର ମହତ୍ତ୍ୱପୂର୍ଣ୍ଣ ଅନୁଚିନ୍ତା। ନମ୍ବର 1, ଘରେ ସୁଖ ଶାନ୍ତି ଓ ସମୃଦ୍ଧି ବୃଦ୍ଧି କରିବା ପାଇଁ ହେଲେ ସକାଳୁ ଭକ୍ତି ଗୀତା କିମ୍ବା ଭଜନ କିଛି ସମୟ ବଜାଇବା ଉଚିତ। ନମ୍ବର 2, ଘରେ ଝାଡ଼ୁକୁ କେବେ ଠିଆ କରି ରଖନ୍ତୁ ନାହିଁ ଏବଂ ଝାଡ଼ୁରେ କେବେ ଗୋଡ଼ ମାରନ୍ତୁ ନାହିଁ, ଏହାଦ୍ୱାରା ଅଶାନ୍ତି ସୃଷ୍ଟି ହୋଇଥାଏ। ନମ୍ବର 3, ବାସ୍ତୁବିଦ୍ୟା ଅନୁସାରେ ଶୋଇବା ଘରେ କେବେ ଆଇନା ରଖନ୍ତୁ ନାହିଁ। ଯଦି ରଖିବାକୁ ପଡ଼ୁଥାଏ ତେବେ କପଡ଼ା ଘୋଡ଼ାଇ ରଖିବା ଉଚିତ। ନମ୍ବର 4, ଘରେ ସୁଖ ସମୃଦ୍ଧି ବୃଦ୍ଧି କରିବା ପାଇଁ ଠାକୁର ପୂଜା ସକାଳୁ 6ଟାରୁ 8ଟା ମଧ୍ୟରେ କରନ୍ତୁ ଏବଂ ପୂଜା କୁଶ ଆସନ ବସି ପୂର୍ବ କିମ୍ବା ଉତ୍ତର ମୁହଁ କରିବା ଉଚିତ। ନମ୍ବର 5, ଘରେ ସବୁବେଳେ ଖାଇବା ପାଇଁ ତିଆରି କରୁଥିବା ପ୍ରଥମ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ, ଏହାଦ୍ୱାରା ଘରେ ସୁଖ ସମୃଦ୍ଧି ହୋଇଥାଏ। ନମ୍ବର 6, ଘର ଭିତରେ ପୂଜା କରୁଥିବା ସ୍ଥାନରେ କିମ୍ବା ଠାକୁର ଘରେ ସବୁବେଳେ ପାଣି ଭର୍ତ୍ତି କରି କଳସଟେ ରଖିବା ଉଚିତ। ନମ୍ବର 7, ଘରେ ସବୁବେଳେ ସୁଖ ଶାନ୍ତିର ବାତାବରଣ ରହିବା ପାଇଁ ହେଲେ ମୁଖ୍ୟ ଦ୍ୱାରର ଡାହାଣ ପାଖରେ ସ୍ୱସ୍ତିକ ଚିହ୍ନଟି ଆଙ୍କିବା ଉଚିତ। ନମ୍ବର 8, ଘରେ ଯଦି ଔଷଧ ରଖୁଥାନ୍ତି ତେବେ ଉତ୍ତର ପୂର୍ବ କୋଣରେ ରଖିବା ଉଚିତ, ଏହାଦ୍ୱାରା ଔଷଧର ପ୍ରଭାବ ଭଲ ରହିଥାଏ। ନମ୍ବର 9, ଘରର ଦକ୍ଷିଣ ପୂର୍ବ କୋଣକୁ ସବୁବେଳେ କମଳା ରଙ୍ଗ କିମ୍ବା ଗୋଲାପୀ ରଙ୍ଗ କରିବା ଉଚିତ, ଏହାଦ୍ୱାରା ବ୍ୟର୍ଥ ଖର୍ଚ୍ଚ କମ୍ ହୁଏ। ନମ୍ବର 10, ଶାସ୍ତ୍ର ଅନୁସାରେ ଗୁରୁ ଗୁରୁଜନମାନଙ୍କୁ ସମ୍ମାନିତ କରିବା ସହିତ ସେବା ଶୁଶ୍ରୂଷା କରିବା ଦ୍ୱାରା ଆୟୁ, ବିଦ୍ୟା, ବଳ ଏବଂ ଯଶ ବୃଦ୍ଧି ହୋଇଥାଏ। ନମ୍ବର 11, କେବେ ବି ଶୋଇବା ଖଟ ଉପରେ ବସିକି ଖାଦ୍ୟ ଖାଇବା ଉଚିତ ନୁହେଁ, ଏହା ଅଶୁଭ ହୋଇଥାଏ ଏବଂ ଧାର କରଜ ବୃଦ୍ଧି ହୋଇଥାଏ। ନମ୍ବର 12, ଯଦି ବସିଥିବା ସମୟରେ ଗୋଡ଼ ହଲାଉଛନ୍ତି ତେବେ ଏହି ଅଭ୍ୟାସ ତ୍ୟାଗ କରିବା ଉଚିତ, ଏହାଦ୍ୱାରା ଅମଙ୍ଗଳକାରୀ ଏବଂ ମାନସିକ ସମସ୍ୟା ଦେଖାଦେଇଥାଏ। ନମ୍ବର 13, ଘରେ ମାସକୁ ଥରୁଟିଏ ମିଶ୍ରିଯୁକ୍ତ କ୍ଷୀରି ତିଆରି କରି ସମସ୍ତେ ଏକା ସାଙ୍ଗରେ ବସିକି ଖାଇଲେ ମା ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ। ନମ୍ବର 14, ବାରମ୍ବାର ଆଙ୍ଗୁଠି ଫୁଟାଇବା ଏକ ଖରାପ ଅଭ୍ୟାସ ହୋଇଥାଏ। ଏହା ଅମଙ୍ଗଳକାରୀ ହେବା ସହିତ ଅର୍ଥହାନିର ସମସ୍ୟା ଦେଖାଦେଇଥାଏ। ନମ୍ବର 15, ପ୍ରତି ସୋମବାର ଦିନ ଧଳା ମନ୍ଦାର ଭଗବାନ ଶିବଙ୍କୁ ଅର୍ପଣ କଲେ ଘରକୁ ଅଶୁଭ ଶକ୍ତି ପ୍ରବେଶ କରିପାରେ ନାହିଁ। ଧନ୍ୟବାଦ ଦର୍ଶକ ବନ୍ଧୁ, ଭିଡ଼ିଓଟିକୁ ଶେଷ ଯାଏ ଦେଖିଥିବାରୁ। ଭିଡ଼ିଓଟି ଯଦି ଭଲ ଲାଗିଥାଏ ତାହେଲେ ଭିଡ଼ିଓକୁ ଲାଇକ୍ ଆଉ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଜୟ ଜଗନ୍ନାଥ।